ଆଚ୍ଛା ଭାଇମାନେ ଗୋଟେ କଥା କହିଲ, ଯୋଉ ଆଜିକାଲିର ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ମାନେ ଯୋଉ ଅଛନ୍ତି, ଯୋଉ କହନ୍ତି କି ସେ ମୋର, କଣ ପାଇଁ? ଯେ ପର୍ଯ୍ୟନ୍ତ ଗୋଟେ ଝିଅ ବା ଗୋଟେ ପୁଅ ଝିଅକୁ ସିନ୍ଦୁର ନ ଦେବା ପର୍ଯ୍ୟନ୍ତ, ମଙ୍ଗଳସୂତ୍ର ପିନ୍ଧାଇବା ପର୍ଯ୍ୟନ୍ତ, ନା ଝିଅ ତାର ନା ପୁଅ ତାର। ତ ଏଇ ଚିନ୍ତାଧାରାକୁ ବାହାର କରିଦିଅ। କାହିଁକି ନା ଆଜିକାଲିର ଡେଟ୍ରେ ଏମିତି ହେଇଯାଇଛି କି ବାହା ହେଲା ପରେ ବି ଲୋକ ଅଲଗା ହେଇଯାଉଛନ୍ତି। ତ ତମେ ଭାବି ପାରୁଥିବ କି ଯୋଉ ବିନା ବାହା ହେଇକି ତମେ କହୁଛ ଯେ ଏଇଟା ମୋର, ସିଏ ମୋର, କଣ ପାଇଁ? ତମ ନାଁରେ ସେ ସିନ୍ଦୁର ପିନ୍ଧିଛି, ତମ ନାଁରେ ସେ ମଙ୍ଗଳ ସିନ୍ଦୁର ପିନ୍ଧିଛି କି? ନାଇଁ ନା। ତ ଯେ ପର୍ଯ୍ୟନ୍ତ ତମ ନାଁର ସେ ସିନ୍ଦୁର ପିନ୍ଧିନି କି ମଙ୍ଗଳସୂତ୍ର ପିନ୍ଧିନି, ତମେ କେମିତି କହିବ, କଣ ଅଧିକାରରୁ ତମେ କହିବ କି ସେ ତମର ବୋଲି? ବୁଝିପାରିଲ, ଆଜିକାଲିର ଡେଟ୍ରେ ସେଇ ସବୁ କିଛି ଭ୍ୟାଲୁ ନାହିଁ ଏବେ। ସେ ପ୍ରେମର କିଛି ମୂଲ୍ୟ ହିଁ ନାହିଁ ଏବେ। ଯୋଉ ଭରସା ବିଶ୍ୱାସ ଥାଏ ଗୋଟେ ପ୍ରେମରେ, ସେ ବିଶ୍ୱାସ ଭରସା ନାହିଁ ଏବେ ଆଉ। ତ ତମେ ଚିନ୍ତାଧାରା ଛାଡ଼ି ଦିଅ କି ସେ ମୋର ବୋଲି କହିବା। ବୁଝିପାରିଲ ନା? ତ ଏ ଭିଡ଼ିଓରେ ମୁଁ କହିବାକୁ ଚାହୁଁଥିଲି କି ଯୋଉ ଆଜିକାଲିର ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ଯେଉଁମାନେ ଅଛନ୍ତି, ଯୋଉ କହନ୍ତି କି ସେ ମୋର, ମୋ ଛଡ଼ା ଆଉ କାହାକୁ ସେ କଥା ହବନି, ତ ସେଇଟା ଭୁଲ ଚିନ୍ତାଧାରା ତମର। ଆଜିକାଲି ଡେଟ୍ର ସବୁ ଏମିତି ସିଚୁଏସନ୍ ଆସିଯିବ ଯେ ତମେ ତାକୁ ନା କିଛି କହିପାରିବ ନା କିଛି କରିପାରିବ। ତ ସେଥିପାଇଁ ତାକୁ ଛାଡ଼, ନିଜ କ୍ୟାରିୟର ଉପରେ ଫୋକସ୍ କର, କ୍ୟାରିୟର ବନାଅ। ଏଇ ସେ ମୋର କହିବାର ଛାଡ଼ିଦିଅ। ଏବେ ସେଇ ଯୁଗ ନାହିଁ। ଏବେ ତ ବାହା ହେଇକି ଲୋକ ଏକାଠି ରହିପାରୁନାହାନ୍ତି। ତ ତମେ କେମିତି କହିଦେବ କି ସେ ମୋର ବିନା ବାହା ହେଇକି? ବୁଝିପାରିଲ ନା? ତ ଭିଡ଼ିଓରେ କିଛି ଶିକ୍ଷା ମିଳିଥିବ ହେଲେ ଭିଡ଼ିଓ ଦେଖ।